ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତେବେ ବହୁ ଅପେକ୍ଷାର ଅନ୍ତ ଘଟିଛି କହିଲେ ଭୁଲ ହେବ ନାହିଁ। ଯେଉଁମାନେ କ୍ଲାସ୍ 6 ପାଇଁ ନବୋଦୟର ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଇଥିଲେ, ଅଲରେଡି ସେମାନଙ୍କର ରେଜଲ୍ଟ ଆସିସାରିଛି। ତୁମମାନେ ନିଜ ମୋବାଇଲରେ ନିଜର ରେଜଲ୍ଟକୁ ଚେକ୍ କରିପାରିବ। ତେବେ କ'ଣ ରହିଛି ପ୍ରୋସେସ୍ ଡିଟେଲରେ ଆମେ ଏ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏବଂ ତା ପୂର୍ବରୁ କହି ରଖେ କି ଯେଉଁମାନେ ଚ୍ୟାନେଲରେ ନୂଆ ଅଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିବ। ତେବେ ସର୍ବପ୍ରଥମେ ପିଲାମାନେ ତୁମେ କ'ଣ କରିବ ନା, ଏଇ ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଅଛି, କିପରି ତୁମେମାନେ ନବୋଦୟ ବିଦ୍ୟାଳୟର ରେଜଲ୍ଟକୁ ଚେକ୍ କରିପାରିବ। ସେଇ ଲିଙ୍କ୍ରେ ସର୍ବପ୍ରଥମେ କ୍ଲିକ୍ କରିବ। ଦେନ୍ କ'ଣ କରିବ ନା, ଲିଙ୍କ୍ରେ କ୍ଲିକ୍ କରିସାରିବା ପରେ ତୁମମାନଙ୍କୁ ଏହିପରି ଇଣ୍ଟରଫେସ୍ ଦେଖିବାକୁ ପାଇବ। କ୍ଲାସ୍ VI ଯାହାକି 6th କ୍ଲାସ୍ର ତୁମମାନେ ରେଜଲ୍ଟକୁ ଚେକ୍ କରିପାରିବ। ତ ସର୍ବପ୍ରଥମେ କ'ଣ ଅଛି ନା, ଏଠି ମେନସନ୍ ଅଛି ତୁମର ଏଣ୍ଟର ୟୋର ରୋଲ୍ ନମ୍ବର ଆଜ୍ ଗିଭେନ୍ ଅନ୍ ୟୋର ଆଡମିଟ୍ କାର୍ଡ଼। ତୁମେମାନେ ଯେତେବେଳେ ଏକ୍ଜାମ୍ ଦେଇଥିଲ, ସେ ଆଡମିଟ୍ କାର୍ଡ଼ରେ ତୁମର କ'ଣ ନା ରୋଲ୍ ନମ୍ବର ଅଛି, ସେ ରୋଲ୍ ନମ୍ବରକୁ ଏଠି ଏଣ୍ଟର କରିବ। ଦେନ୍ କ'ଣ କରିବ ନା, ସ୍କ୍ରୋଲ୍ ଡାଉନ୍ କରିସାରିବା ପରେ ଏଠି ଦେଖିବାକୁ ପାଉଥିବ ଏଣ୍ଟର ୟୋର ଡେଟ୍ ଅଫ୍ ବାର୍ଥ। ସେ ଆଡମିଟ୍ କାର୍ଡ଼ରେ ମଧ୍ୟ ତୁମର ଡେଟ୍ ଅଫ୍ ବାର୍ଥ ମିଳିଯିବ। ସେ ଡେଟ୍ ଅଫ୍ ବାର୍ଥ ଯାହା ମେନସନ୍ ଅଛି ନିର୍ଭୁଲ ଭାବେ ଏଠି ତୁମେ ଏଣ୍ଟର କରିବ। ଫର୍ ଏକ୍ଜାମ୍ପଲ୍ 15/8/2004। ତ ଏମିତି ତୁମମାନେ ଫିଲ୍ଅପ୍ କରିବ। ଡେଟ୍ ଅଫ୍ ବାର୍ଥ ଫିଲ୍ଅପ୍ କରିସାରିବା ପରେ ତୁମେ କ'ଣ କରିବ ନା, ଚେକ୍ ରେଜଲ୍ଟରେ କ୍ଲିକ୍ କରିବ। ଚେକ୍ ରେଜଲ୍ଟରେ କ୍ଲିକ୍ କରିବା ପରେ ତୁମମାନେ ଏହିପରି ଇଣ୍ଟରଫେସ୍ ଦେଖିବାକୁ ପାଇବ। ଯଦି ତୁମେ କ୍ୱାଲିଫାଇ କରିଥାଅ ବା ସିଲେକ୍ସନ୍ ଲିଷ୍ଟରେ ସ୍ଥାନ ପାଇଥାଅ, ତାହେଲେ ତୁମକୁ ଏଇଭଳି ଦେଖିବାକୁ ପାଇବ, ଯାହାକି କଂଗ୍ରାଚୁଲେସନ୍ ୟୁ ଆର୍ ପ୍ରୋଭିଜନାଲି ସିଲେକ୍ଟେଡ୍ ଫର୍ ଆଡମିସନ୍। ଦେନ୍ ରହିଲା ପିଲେ, ଯେଉଁମାନେ କ୍ୱାଲିଫାଇ କରିନଥାଅ ଅର୍ଥାତ୍ ସିଲେକ୍ସନ୍ ଯେଉଁମାନଙ୍କର ହୋଇନଥିବ, ସେମାନଙ୍କର ସେଠି ମେନସନ୍ ହେଇଯିବ। ତ ଏଇଭଳି ତୁମମାନେ ନିଜର ମୋବାଇଲରେ ନିଜର ରେଜଲ୍ଟକୁ ଚେକ୍ କରିପାରିବ। ଦେନ୍ ରହିଲା କି ତୁମେ କିପରି ଆଡମିସନ୍ କରିବ, ତାର ଡେଟ୍ କେବେ, ଏସବୁ ପର ମୁହୂର୍ତ୍ତରେ ୱେବସାଇଟ୍ରେ ତୁମମାନେ ଦେଖିବାକୁ ପାଇବ। ତ ଇଏ ଥିଲା ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍। ଆଶା କରେ ତୁମମାନଙ୍କୁ ନିଶ୍ଚିନ୍ତ ଭିଡ଼ିଓଟି ହେଲ୍ପଫୁଲ୍ ହେବ। ତୁମମାନଙ୍କ ସହିତ ଦେଖା ହେବ ନେକ୍ସଟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ।